ଭାରତରେ ଯେଉଁ ଅଣ ବିଜେପି ଦଳଗୁଡ଼ିକ ଅଛନ୍ତି, ଅଣ ବିଜେପି ସରକାର ଗୁଡ଼ିକ ଅଛନ୍ତି, ଆଞ୍ଚଳିକ ଦଳ ଆଞ୍ଚଳିକ ସରକାର ଅଛନ୍ତି, ସେମାନେ ଗଣତନ୍ତ୍ରର ବିରୋଧୀ। ସେମାନେ ଗଣତନ୍ତ୍ରକୁ ହତ୍ୟା କରି ନିଜେ କେମିତି ବର୍ଷ ବର୍ଷ ଧରି ଶାସନ ଗାଦିରେ ବସିବେ ସେଥିପାଇଁ ବାଟ ପରିଷ୍କାର କରୁଛନ୍ତି। ସେମାନେ ଅନୁପ୍ରବେଶକାରୀ ବାଂଲାଦେଶୀ ରୋହିଙ୍ଗ୍ୟା ମୁସଲମାନକୁ ଆଣି ଭାରତବର୍ଷରେ ବା ତାଙ୍କ ରାଜ୍ୟରେ ସ୍ଥାନିତ କରୁଛନ୍ତି। ସେମାନଙ୍କୁ ଭୋଟର ଆଇଡେଣ୍ଟି କାର୍ଡ଼, ପରିଚୟପତ୍ର, ଜମି, ରାସନ କାର୍ଡ଼ ସବୁ ଯୋଗାଇ ଦେଉଛନ୍ତି ଏବଂ ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି। କେନ୍ଦ୍ର ସରକାର ଯେଉଁ SIR ଆଣିଛନ୍ତି, ସ୍ପେଶିଆଲ ଇଣ୍ଟେନ୍ସିଭ୍ ରିଭିଜନ୍, ସେଇଟା ତାଙ୍କର କ'ଣ କ୍ଷତି ପହଞ୍ଚାଉଛି? ତାର ଉଦ୍ଦେଶ୍ୟ ହେଉଛି ଯେଉଁମାନେ ଜାଲି ଭୋଟର, ଯେଉଁମାନେ ମରିଯାଇଛନ୍ତି, ସେମାନଙ୍କ ଭୋଟର ଲିଷ୍ଟରେ ନାଁ ଅଛି, ଯେଉଁମାନେ ଅନୁପ୍ରବେଶକାରୀ ସେମାନଙ୍କର ଭୋଟର ଲିଷ୍ଟରେ ନାଁ ଅଛି, ସେମାନଙ୍କୁ ବାଦ୍ ଦେବା, ଏହା ହେଉଛି ତାର ଉଦ୍ଦେଶ୍ୟ। କିନ୍ତୁ ଏଇ ଆଞ୍ଚଳିକ ଦଳଗୁଡ଼ିକ SIRକୁ ବିରୋଧ କରୁଛନ୍ତି ଏବଂ ଗଣତନ୍ତ୍ରର ମୁଖ୍ୟ ସ୍ତମ୍ଭ ଆମର ନିର୍ବାଚନ ଆୟୋଗ ତାକୁ ମଧ୍ୟ ବିରୋଧ କରୁଛନ୍ତି। ଏମାନେ କହୁଛନ୍ତି ଆମ ରାଜ୍ୟରେ ଆମେ SIR କରାଇ ଦେବୁ ନାହିଁ। ତା ଅର୍ଥ ଏମାନେ ବର୍ଷ ବର୍ଷ ଧରି ଭୋଟ ଚୋରି କରୁଥିଲେ ଏବଂ ଶାସନ ଗାଦିରେ ବସୁଥିଲେ। ଏବେ SIR ଆସିଲେ କ'ଣ ହେବ ନା, ଜାଲି ଭୋଟର, ଏମାନେ ଯେଉଁ ଭୋଟ ବ୍ୟାଙ୍କ ତିଆରି କରିଛନ୍ତି ତାହା ନଷ୍ଟ ହେବ। ସେମାନେ ଭୋଟର ଲିଷ୍ଟରୁ ବାଦ ପଡ଼ିବେ ଏବଂ ଏହି ଯେଉଁ ଆଞ୍ଚଳିକ ଦଳ ପଶ୍ଚିମବଙ୍ଗ, ତାମିଲନାଡ଼ୁ, କେରଳ, ଏହିସବୁ ରାଜ୍ୟରେ ଯେଉଁ ଆଞ୍ଚଳିକ ଦଳମାନେ ଶାସନ କରୁଛନ୍ତି, ଏମାନଙ୍କର ଗାଦି ଚାଲିଯିବ। ତେଣୁ ସେମାନେ ଏହାର ବିରୋଧ କରୁଛନ୍ତି ଏବଂ ବଳ ପ୍ରୟୋଗ କରି ଯେନ ତେନ ପ୍ରକାରେଣ ନିଜ ରାଜ୍ୟରେ SIR କରାଇ ଦେବେ ନାହିଁ ବୋଲି ସେମାନେ ମସୁଧା କରିଛନ୍ତି। ଏହାଦ୍ୱାରା ଭାରତର ଗଣତନ୍ତ୍ର, ଭାରତର ସମ୍ବିଧାନ ବିପଦର ସମ୍ମୁଖୀନ ହେବ ଏବଂ ଭାରତ ଖଣ୍ଡ ବିଖଣ୍ଡିତ ହୋଇଯିବ। ଏମାନଙ୍କର କେବଳ ଉଦ୍ଦେଶ୍ୟ ଏମାନେ ସତ୍ତା ଅଧିକାର କରିବା, ଶାସନ କରିବା, ଗାଦି ମାଡ଼ି ବସିବା, ନିଜ ପରିବାରକୁ ଥଇଥାନ କରିବା, ଅନ୍ୟାୟ ଉପାୟରେ ପଇସା ରୋଜଗାର କରିବା ଏବଂ ଭାରତବର୍ଷରେ ଅସ୍ଥିରତା ସୃଷ୍ଟି କରିବା। ଏମାନେ ବିଦେଶୀ ବ୍ୟାଙ୍କରେ ପୁଳା ପୁଳା ଟଙ୍କା ରଖିଛନ୍ତି। ଭାରତବର୍ଷରେ ଯେତେବେଳେ ଅସ୍ଥିରତା ଦେଖାଯିବ, ଯେତେବେଳେ ଜେନ୍ଜି ମାନେ ବିଦ୍ରୋହ କରିବେ, ସେମାନେ ବିଦେଶକୁ ପଳାଇବେ। ଏଇ ଯେଉଁ ଦେଶଦ୍ରୋହୀ, ଦେଶ ବିରୋଧୀ ଶକ୍ତିମାନେ ଅଛନ୍ତି, ଏମାନେ ବିଦେଶକୁ ପଳାଇବେ ଏବଂ ଯେଉଁ ପାଣ୍ଠି ରଖିଛନ୍ତି ବିଦେଶରେ, ସେମାନେ ଆରାମସେ ସେଥିରେ ଖର୍ଚ୍ଚ କରିବେ, ରହିବେ। ଯେମିତିକି ପାକିସ୍ତାନର ମୁଶାରଫ ଇଂଲଣ୍ଡରେ ଅଛନ୍ତି, ଆତ୍ମଗୋପନ କରିଛନ୍ତି। ଏମିତି ଏମାନେ ସବୁ ପୁଳା ପୁଳା ପାଣ୍ଠି ବିଦେଶୀ ବ୍ୟାଙ୍କରେ ରଖିଛନ୍ତି ଏବଂ ଦେଶକୁ ବିପଦରେ ପକାଇ, ଦେଶକୁ ଭସେଇ ଦେଇ ଏମାନେ ବିଦେଶକୁ ଡିଆଁ ମାରିବେ। ସେଠି ସେମାନଙ୍କର ସିଟିଜେନସିପ୍ ଅଛି, ସେଠି ରହିବେ। ଆମର ଯେଉଁ ନ୍ୟାସନାଲ୍ ଦଳ ଗୋଟେ ଅଛି, ବିଜେପି ବ୍ୟତୀତ ଆଉ ଯେଉଁ ନ୍ୟାସନାଲ୍ ଦଳ ଗୋଟେ ଅଛି, ସେ ଭାରତର ଗଣତନ୍ତ୍ରର ହତ୍ୟା କରିବା ପାଇଁ ବହୁତ ଚେଷ୍ଟା କରୁଛି। ତାଙ୍କର ସେ ଦଳର ମୁଖିଆ ଯିଏ, ତାଙ୍କର କେବଳ ଲକ୍ଷ୍ୟ ହେଉଛି କ'ଣ ନା, ପ୍ରଧାନମନ୍ତ୍ରୀ ଆସନ ମାଡ଼ି ବସିବା। ଯେନ ତେନ ପ୍ରକାରରେ ଭାରତରେ ପ୍ରଧାନମନ୍ତ୍ରୀ ଆସନ ମାଡ଼ି ବସିବା, ଶାସନ କରିବା। ଭାରତରେ ହିନ୍ଦୁମାନେ ରୁହନ୍ତୁ ନ ରୁହନ୍ତୁ, ଗଣତନ୍ତ୍ର ରହୁ ନ ରହୁ, ଭୋଟ ଚୋରି, ସେ କହୁଛନ୍ତି ଭୋଟ ଚୋର ଗାଦି ଛାଡ଼।
ଗାଦି ଚୋର କିନ୍ତୁ ଭୋଟ ଚୋରି ତମେ କରୁଥିଲ, ତମେ କରୁଛ, ତମର ମସୁଧା ଅଛି ଭୋଟ ଚୋରି କରିବା ପାଇଁ। ସେଥିପାଇଁ ତୁମେ SIRକୁ ବିରୋଧ କରୁଛ। ଭାରତୀୟ ଜନସାଧାରଣ ଆଉ ବୋକା ନୁହନ୍ତି, ତୁମେ ତାଙ୍କୁ ବୋକା ବନେଇ ପାରିବ ନାହିଁ ସବୁଦିନ ପାଇଁ। କଥା ଅଛି କିଛି ଲୋକଙ୍କୁ କିଛି ଦିନ ପାଇଁ ବୋକା ବନେଇ ଦିଆଯାଇପାରେ, କିନ୍ତୁ ସବୁଦିନ ପାଇଁ ବୋକା ବନେଇ ପାରିବ ନାହିଁ। ଭାରତୀୟ ଲୋକମାନେ ଠିକ୍ ଜାଣିଗଲେଣି, ସେମାନେ ହେଉଛନ୍ତି ସଚ୍ଚା ଦେଶପ୍ରେମୀ। ତୁମକୁ ଆଗାମୀ ଦିନରେ ଜବାବ ଦେବେ। ସତ୍ତା ହାସଲ କରିବା ତୁମର ଦିବାସ୍ୱପ୍ନ ହେଇଯିବ। ଭଲ କରି ଜାଣି ରଖ।